ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନହଙ୍ଗ ଗ୍ରାମରେ ଏପରି ଚିତ୍ର ଦେଖିବାକୁ ମିଳିଛି। ରବିବାର କଂକ୍ରିଟ ରାସ୍ତା କାମ ହେଉଥିବା ବେଳେ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ଘଟଣାସ୍ଥଳରେ ବ୍ଲକର କୌଣସି ବିଭାଗୀୟ ଅଧିକାରୀ ଜେଇ ନଥିବା ବେଳେ ଚାଲିଥିଲା କଂକ୍ରିଟ ରାସ୍ତା କାମ। କୌଣସି ସୂଚନା ଫଳକ ନଥିବା ବେଳେ ବିନା ପୋଲିସ ସଭାରେ କାମ ଚାଲିଥିବା ନେଇ ଜେଇ ଏବଂ ଠିକାଦାରଙ୍କୁ ବାରମ୍ବାର ଗ୍ରାମବାସୀମାନେ ରାସ୍ତାର ମୋଟେଇ ଓସାର ଏବଂ କେତେ ମିଟର ଲମ୍ବା ହେବ ପଚାରି ବୁଝିବାକୁ ଚେଷ୍ଟା କରିଥିଲେ। ହେଲେ ଜେଇ କାମ ବିଷୟରେ ଜାଣିନଥିବା ନେଇ ଗ୍ରାମବାସୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏଭଳି ଅଭିଯୋଗ ଆସିଛି ମାହାଙ୍ଗା ବ୍ଲକ ଭୌରିଆ ପଞ୍ଚାୟତ ନହଙ୍ଗ ଗ୍ରାମର 5 ନମ୍ବର ୱାର୍ଡର ଓମ୍ଫେର ଛକଠାରୁ ଠାକୁରାଣୀ କଂକ୍ରିଟ ରାସ୍ତା କାମରେ। ନା ଭାନୁ ପ୍ରସାଦ ବାରିକ ନହଙ୍ଗ 5 ନମ୍ବର ୱାର୍ଡ ଭୌରିଆ ପଞ୍ଚାୟତ। ତ ଆମ ଗାଁର ରାସ୍ତା କାମ ହେଉଛି 5 ନମ୍ବର ୱାର୍ଡ, ଯେଉଁଟାକି ଆମର ଛକ ପାଖରୁ ମନ୍ଦିର ପାଖକୁ ଯାଇଛି, ବାସୁଳେଇ ମନ୍ଦିର ପାଖକୁ ସେ ରାସ୍ତା କାମ ହେଉଛି। ରାସ୍ତାର ଢଳେଇ ଉପରେ କାମ ଆଉଥରେ ଢଳେଇ ପଡ଼ିବ ମାନେ ତା ଉପରେ କିଛି ଆମର ରଫ୍ ମରା ହେବ, ସଫା ହେବ, ତାପରେ କାମ ହେବା କଥା। ସଣ୍ଡେ ଦିନ କାମ ଷ୍ଟାର୍ଟ ହେଇଛି, ସଣ୍ଡେ ଦିନେ ସରିବାକୁ ଚାହୁଁଥିଲେ, ଆମେ ବନ୍ଦ କରି ରୋକିବାରୁ ସେମାନେ ରହିଛନ୍ତି, ଯେଉଁଟାକି ଆମେ ତାକୁ ଅପୋଜ କଲୁ, ନହେଲେ କାମ ସାରି ଦେଇଥାନ୍ତେ କାଲି ରାତିରେ। ଢଳେଇ ତଳେ ମାଟି 2 ଇଞ୍ଚର ରହୁଛି। କାମ କେତେ ମିଟର ଆସିଛି, କେତେ ଟଙ୍କା ଏଷ୍ଟିମେଟ୍, କେତେ ପୁଣି ସେଇ ହିସାବରେ ଆମକୁ ଜଣାଇବା ଦରକାର। କିଛି ଜଣାଇ ନାହାନ୍ତି। ଫଳକ ନାହିଁ, କାମ ହେଉଛି ବୋଲି ଫଳକ ଆମେ ଦେଖିବୁ କେମିତି? କେଉଁ ରାସ୍ତା ହେଉଛି, ଏଇଟା NH ହେଉଛି କି SH ହେଉଛି କି କେଉଁ RD ହେଉଛି କି ପ୍ରଧାନମନ୍ତ୍ରୀ, ଆମେ ସେଇ ବିଷୟରେ ଅବଗତ ନାହୁଁ। ସେଇଟା ନାହିଁ। 90 ମିଟର କାମ ଆସି 135 ମିଟର କାମ କଣ୍ଟ୍ରାକ୍ଟର କରୁଛି। କ'ଣ ପାଇଁ ସେ କରୁଛି? ଘରୁ ତ ଜମି ବିକି ସେ ପଇସା ଆଣିନି, ତ କେମିତି କଲା 135 ମିଟର? ତ ସେଇ ବିଷୟରେ ଆମକୁ ଜେଇକି ଫୋନ୍ କଲା, ଜେଇ ଫୋନ୍ ଥରେ ସକାଳେ ରିସିଭ୍ କଲେ, କହିଲେ ସେ ବିଷୟରେ ମୁଁ ଜାଣି କେଉଁଠି କାମ ହେଉଛି ଭୌରିଆ ପଞ୍ଚାୟତ। ଜେଇଙ୍କ ବି ନଲେଜରେ ନାହିଁ ଯେ କେଉଁଠି କାମ ହେଉଛି। ଜେଇ ତାପରେ ଯେତେବେଳେ ଜାଣିଲେ ତାଙ୍କୁ ଉପର ଅଫିସରୁ ଫୋନ୍ ଆସିଛି କି ତମେ ଫୋନ୍ ରିସିଭ୍ କର ନା, ମୁଁ ଛାଡ଼ିକି 100 ଜଣ ଫୋନ୍ କଲେ ଜେଇ ରିସିଭ୍ କରୁନାହାନ୍ତି। ଅବିକା ଆମେ ଚାହୁଁଛୁ ଆମର ଯେମିତି କାମ ହେଇଥିଲା ହେବା କଥା ସେମିତି କରିବେ। ଯଦି କାମ କରିବେ ନ ରାସ୍ତା ବନ୍ଦ। ଆଉ ବିଭାଗୀୟ ଅଫିସର ଏଠିକି ଆସନ୍ତୁ, ଜାଗାକୁ ଆସନ୍ତୁ, ସେମାନେ ଦେଖନ୍ତୁ। ଆମେ ତ କହିଲେ ହେବନି, ସେମାନେ ନିଜେ ଦେଖନ୍ତୁ ରାସ୍ତା ତଳେ ମାଟି କେତେ। ଯେଉଁ ଜାଗାରେ କହିବେ ଆମେ ସେଇଠି ଖୋଳିକି ଦେଖେଇଦେବୁ, କେତେ ମାଟି ଅଛି କ'ଣ ଅଛି ସବୁ ଆମେ ଦେଖେଇଦେବୁ। ଆଉ କେମିତି କଂକ୍ରିଟ ଉପରେ କଂକ୍ରିଟ କରାଯାଏ ସେଇଟା ଆମେ ଶିଖେଇଦେବୁ। ନା ପ୍ରଦୀପ୍ତ କୁମାର ଜେନା, ନହଙ୍ଗ ଗ୍ରାମ ଭୌରିଆ ପଞ୍ଚାୟତ। କ'ଣ ଦେଖନ୍ତୁ, ଆମର ଏଠି ଠାକୁରାଣୀ ରାସ୍ତା ଯେଉଁ ନହଙ୍ଗ ଗ୍ରାମର ଆମର ବାସୁଳେଇ ଠାକୁରାଣୀ, ଆମର RD ରୋଡ଼ ଠାରୁ ଠାକୁରାଣୀ ପର୍ଯ୍ୟନ୍ତ ରାସ୍ତା ଇଷ୍ଟୁମେଣ୍ଟ ହେଇଛି। ଯେ କେଉଁ ପ୍ରକାରେ କେତେ ଭାଗରେ କ'ଣ କେମିତି ରାସ୍ତା ହେଉଛି ତାର କୌଣସି ସୂଚନା ଆମକୁ ନାହିଁ। ଫଳକ ନାହିଁ, କିଛି ନାହିଁ। ଢଳେଇ ପଡ଼ୁଛି, ଆମର ପୁରୁଣା ଢଳେଇ ଅଛି, ତା ଉପରେ ଏ ଢଳେଇ ପଡ଼ୁଛି। ସେ ଢଳେଇରୁ ମାଟି ଟୋଟାଲ ଖୋଳା ଯାଉନାହିଁ, ସଫା କରାଯାଉନାହିଁ, କିଛି ନାହିଁ। ତା ଉପରେ ଢଳେଇ ପକାଇ ଚାଲିଛନ୍ତି। ଆମେ ଏହାର ଚାହୁଁଛୁ ତଦନ୍ତ କରାଯାଉ ଏବଂ ଯଥାଶୀଘ୍ର ଯେଉଁ ପ୍ରକାର କାମ ସେଇ ପ୍ରକାର କାମ କରାଯାଉ। ଠିକାଦାର ସ୍ଥାନୀୟ ବିଧାୟକଙ୍କ ଅତି ନିକଟତର ହୋଇଥିଲା ବେଳେ ମାନୁନାହାନ୍ତି। ଜେଇ କିମ୍ବା ବ୍ଲକର କୌଣସି ଅଧିକାରୀ କାମସ୍ଥଳରେ ନଥିବା ବେଳେ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ କରୁଥିଲେ କାମ। ଗ୍ରାମବାସୀ ବିରୋଧ କରିବାରୁ ଅଧାରୁ କାମ ବନ୍ଦ କରି ରାସ୍ତା ମଝିରେ ବାଲି ଜମା କରି ସିମେଣ୍ଟ ଉଠାଇ ନେଇ କାମକୁ ବନ୍ଦ କରି ବିଲ୍ ନେବାକୁ ଯାଇ ଏବଂ ବ୍ଲକ ଅଧିକାରୀଙ୍କ ସହିତ ମସୁଧା କରିଥିବା ନେଇ ସୂଚନା। ଜେଇ ଏବଂ ବ୍ଲକ ଅଧିକାରୀ ନିମ୍ନମାନର କଂକ୍ରିଟ ରାସ୍ତା କାମ ଉପରେ କିଏ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା। ମାହାଙ୍ଗାରୁ ଅଖିଳଙ୍କ ରିପୋର୍ଟ, ନା ଓଡ଼ିଶା ନ୍ୟୁଜ୍। लेटेस्ट न्यूज अपडेट पाई www.naodisha.com को लॉगिन करंतु।